ମୁଁ ସପ୍ତମ ଶ୍ରେଣୀର ଛାତ୍ରୀ ଅଟେ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ମଞ୍ଚାସୀନ ବିଚାରକ ମଣ୍ଡଳୀ ତଥା ମୋର ଛୋଟ ବଡ଼ ଭାଇ ଭଉଣୀମାନେ ଓ ମୋର ପ୍ରିୟ ସହପାଠୀଗଣ, ଆଜି ହେଉଛି ଜାନୁଆରୀ ମାସ 26 ତାରିଖ ଅର୍ଥାତ୍ ଆମ ଦେଶର 77ତମ ସାଧାରଣତନ୍ତ୍ର ଦିବସ। ଏହି ଦିବସ ଅବସରରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଜାନୁଆରୀ 26 ତାରିଖ କେବଳ ଏକ ତାରିଖ ନୁହେଁ, ଏହା ହେଉଛି ଆମ ସ୍ୱାଭିମାନର ସ୍ୱାକ୍ଷର। ଏହା ହେଉଛି ଆମ ସ୍ୱାଧୀନତାର ମହାନ କାବ୍ୟ ଏବଂ ଏହା ହେଉଛି ଆମ ଗଣତନ୍ତ୍ରର ଅମୃତ ଘୋଷଣା। 1950 ମସିହା ଜାନୁଆରୀ ମାସ 26 ତାରିଖରେ ଭାରତ ନିଜକୁ ଏକ ସାର୍ବଭୌମ ସମାଜବାଦୀ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚୟ ଦେଇପାରିଥିଲା। ଏହି ଦିନ କେବଳ ଆମ ପାଇଁ ଏକ ଆଇନ ପୁସ୍ତକରେ ବନ୍ଧା ନୁହେଁ, ଏହି ଦିନ ଗରିବର ଶିକ୍ଷା, ଦୁର୍ବଳର ଶକ୍ତି ଏବଂ ସମସ୍ତ ଭାରତୀୟଙ୍କର ସାହସର ଦୀପଶିଖା ହୋଇ ଉଠିଥିଲା। ଆଜି ଆମେ ଯେଉଁ ଖୋଲା ଆକାଶ ତଳେ ଛିଡ଼ା ହୋଇ ସ୍ୱାଧୀନ ଭାବେ କାର୍ଯ୍ୟ କରୁଛେ, ସେହି ଖୋଲା ଆକାଶ ତଳେ ଅତୀତରୁ ବହୁ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କର ରକ୍ତବିନ୍ଦୁ ଲୁଚି ରହିଛି। ଏହି ମହାନ ସମ୍ବିଧାନର ଶିଳ୍ପୀ ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ସ୍ୱପ୍ନ ଥିଲା ଏପରି ଏକ ଭାରତ ଗଠନ କରିବାରେ ଯେଉଁଥିରେ ଜନ୍ମ ନୁହେଁ ଯୋଗ୍ୟତା ଅଧିକ ମୂଲ୍ୟବାନ, ଯେଉଁଥିରେ ଧନ ନୁହେଁ ମାନବିକତା ଅଧିକ ମହାନ ଅଟେ। ପ୍ରିୟ ଭାଇ ଓ ଭଉଣୀମାନେ, ଗଣତନ୍ତ୍ରର ଅର୍ଥ କେବଳ ଭୋଟ ଦେବା ନୁହେଁ, ଗଣତନ୍ତ୍ରର ଅର୍ଥ ହେଉଛି ଆମ ଦେଶ ଭାରତର ସର୍ବଭିତ୍ତି ଉନ୍ନତି ପାଇଁ ନିଜକୁ ଆତ୍ମସମର୍ପଣ କରିବାର ସାହସ ଧାରଣ କରିବା। ଆମ ଯେଉଁଠି ବିଭିନ୍ନ ଧର୍ମ, ବିଭିନ୍ନ ଭାଷା, ବିଭିନ୍ନ ସଂସ୍କୃତି ରହିଅଛି, ଆଜି ଆମେ ସେହି ମହାନ ସ୍ୱାଧୀନତା ଅତୀତ ଭାରତର ନିର୍ମାତା ଓ ଆଗାମୀ ଭାରତର ନିର୍ମାତା ଓ ଭାଗ୍ୟ ବିଧାତା। ତେଣୁ ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ବହୁତ ବହୁତ ଧନ୍ୟବାଦ ଆରାଧ୍ୟା। ପରବର୍ତ୍ତୀ ପ୍ରତିଯୋଗୀ ଦିବ୍ୟାଶ୍ରୀ ସାହୁ ଅନୁରୋଧ କରୁଛି ମଞ୍ଚ ନିକଟକୁ ଆସି ଆଜିର ଏହି ପବିତ୍ର